ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। ଆପଣମାନେ ଜାଣିଥିବେ ସୁଭଦ୍ରା ଯୋଜନାରେ ଯାହାକି 3 ତାରିଖରୁ ନୂଆ ଅପଡେଟ୍ଟି ଆସିଥିଲା। ଅପ୍ଟ ଆଉଟ୍ ବୋଲି ଗୋଟେ ଅପସନ୍ ଆସିଥିଲା। ଯେତେବେଳେ ଆପଣମାନେ ଷ୍ଟାଟସ୍ଟି ଚେକ୍ କରୁଥିଲେ ତା ତଳେ ଆପଣମାନଙ୍କୁ ଏହି ଅପସନ୍ଟି ଦେଖିବା ପାଇଁ ମିଳୁଥିଲା। କିନ୍ତୁ ଅନେକ ହିତାଧିକାରୀମାନେ ଜାଣିପାରିନଥିଲେ ତାହା ଇଂଲିଶରେ ଲେଖା ଆସିଥିଲା। ତା ଉପରେ କ୍ଲିକ୍ କରି ସେମାନଙ୍କ ପାଖକୁ ଆସିଥିବା ଓଟିପିଟି ଦେଇ ସବମିଟ୍ କରିଦେଇଥିଲେ, ଯାହାଫଳରେ ସୁଭଦ୍ରା ଯୋଜନାରୁ ସେମାନେ ବାଦ୍ ପଡ଼ିଯାଇଛନ୍ତି। ସୁଭଦ୍ରା ପୋର୍ଟାଲରେ ଏହି ଅପସନ୍ଟି ଯାହାକି ଅପଡେଟ୍ ହେଇଥିଲା ତାହା ବିଷୟରେ ଅନେକ ହିତାଧିକାରୀମାନେ ଜାଣିନଥିଲେ। ସରକାରଙ୍କର ଏହି ପଦକ୍ଷେପ ବହୁତ ଦୁଃଖଦାୟକ ଥିଲା, ଯାହାଫଳରେ ସେମାନେ ନ ଜାଣିକିରି ସୁଭଦ୍ରା ପୋର୍ଟାଲରେ ଯେତେବେଳେ ସେମାନେ ଷ୍ଟାଟସ୍ଟି ଚେକ୍ କରନ୍ତି, ଯେଉଁମାନଙ୍କୁ ଏପର୍ଯ୍ୟନ୍ତ ସୁଭଦ୍ରାର ଟଙ୍କା ମିଳିନାହିଁ, ଅନେକ ହିତାଧିକାରୀଙ୍କର ପେଣ୍ଡିଂରେ ରହିଛି, ଯାହାକି ଅଣ୍ଡର ପ୍ରୋସେସ୍ରେ ରହିଛି ତାଙ୍କର ଷ୍ଟାଟସ୍ଟି କମ୍ପ୍ଲିଟ୍ ହେଲା ନା ନାହିଁ ସେ ଦେଖିବା ପାଇଁ ଯେତେବେଳେ ବି ଚେକ୍ କରନ୍ତି, ସେମାନଙ୍କର ଷ୍ଟାଟସ୍ ତଳେ ଏହି ଅପସନ୍ଟି ଦେଖିବା ପାଇଁ ମିଳେ, ଯାହାକି ଇଂଲିଶରେ ଦେଖିବା ପାଇଁ ମିଳୁଥିଲା। ଅନେକ ହିତାଧିକାରୀମାନେ ବୁଝିପାରିନଥିଲେ, ତା ଉପରେ କ୍ଲିକ୍ କରି ଓଟିପିଟି ସବମିଟ୍ କରିଦେଇଥିଲେ, ଯାହାକି ସୁଭଦ୍ରା ଯୋଜନାରୁ ସେମାନେ ବାଦ୍ ପଡ଼ିଯାଇଛନ୍ତି। ସୁଭଦ୍ରା ପୋର୍ଟାଲରେ ତାପରେ ଓଡ଼ିଆରେ ଦେଖିବା ପାଇଁ ମିଳିଲା ଏମିତିକି ଯେଉଁମାନେ ଜାଣିପାରିଲେ ତାହା ତ କରିପାରିଲେନି, ଯେଉଁମାନେ କରିଦେଇଛନ୍ତି ସେମାନେ ବର୍ତ୍ତମାନ କରିବେ କ'ଣ? ସୁଭଦ୍ରା ପୋର୍ଟାଲରେ ଯେଉଁ ଅପସନ୍ଟି ଦେଖିବା ପାଇଁ ମିଳୁଥିଲା, ପ୍ରଥମରେ ଇଂଲିଶରେ ଦେଖିବା ପାଇଁ ମିଳୁଥିଲା, ତାପରେ ଓଡ଼ିଆରେ ଦେଖିବା ପାଇଁ ମିଳିଲା। ବର୍ତ୍ତମାନ ତାହାକୁ ହଟେଇ ଦିଆଯାଇଛି, ଯାହାକି କେବଳ ଆପଣ ଯେମିତି ପୂର୍ବରୁ ଷ୍ଟାଟସ୍ଟି ଦେଖୁଥିଲେ କେବଳ ଆପଣଙ୍କର ଷ୍ଟାଟସ୍ଟି ଚେକ୍ କରିପାରିବେ। ଅନ୍ୟଥା ତଳେ ଯେଉଁ ଅପସନ୍ ସବୁ ଆସୁଥିଲା, ଅପ୍ଟ ଆଉଟ୍ ଅପସନ୍ଟି ଯେଉଁ ଆସୁଥିଲା ତାହା ବର୍ତ୍ତମାନ ଦେଖିବା ପାଇଁ ମିଳୁନି। ସରକାରଙ୍କ ତରଫରୁ ତାକୁ ହଟେଇ ଦିଆଯାଇଛି। ସୁଭଦ୍ରା ଯୋଜନାରୁ ଯେଉଁ ମହିଳାମାନେ ବାଦ୍ ପଡ଼ିଛନ୍ତି ସେମାନେ କିପରି ସାମିଲ ହୋଇପାରିବେ, ଯଦି ଯୋଗ୍ୟ ହିତାଧିକାରୀ ସେମାନେ ହୋଇଛନ୍ତି କିପରି ସାମିଲ ହୋଇପାରିବେ, ସୁଭଦ୍ରା ଯୋଜନାର ଲାଭ କିପରି ପାଇପାରିବେ। ଅନେକ ହିତାଧିକାରୀମାନେ ବାଦ୍ ପଡ଼ିଛନ୍ତି, ଯାହାକି ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦେଖିବା ପାଇଁ ମିଳୁଛି। ଓଡ଼ିଶା ମହିଳା ସୃଷ୍ଟି କଲେ ନୂଆ ଟ୍ରେଣ୍ଡ, ସୁଭଦ୍ରା ଟଙ୍କା ନେବାରୁ ଓହରିଗଲେ 18,000 ମହିଳା। ରାସନ କାର୍ଡ, ଆବାସ ଭତ୍ତା ଭଳି ସାମାଜିକ ସହାୟତା ଯୋଜନାରେ ଅନେକ ଅଯୋଗ୍ୟ ସାମିଲ ହୋଇ ସୁବିଧା ନେଉଥିବା ପୂର୍ବରୁ ସାମ୍ନାକୁ ଆସିଛି, କିନ୍ତୁ ଏବେ ଓଡ଼ିଶାର ହଜାର ହଜାର ହିତାଧିକାରୀ ସୁଭଦ୍ରା ଟଙ୍କା ନ ନେବାକୁ ନିଷ୍ପତ୍ତି ନେଇ ନୂଆ ଟ୍ରେଣ୍ଡ ଆରମ୍ଭ କରିଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନାରେ ହଜାର ହଜାର ଭୂତ ହିତାଧିକାରୀ ସାମିଲ ହୋଇଥିବା ଆପଣମାନେ ଜାଣିଥିବେ। ଅଯୋଗ୍ୟ ହୋଇ ମଧ୍ୟ ଯୋଗ୍ୟ ତାଲିକାରେ ସାମିଲ ହୋଇ ଆବାସ ରାସନ ଭତ୍ତା ପାଉଥିବା ଖବର ଶୁଣିଥିବେ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଥିବା 1,36,612 ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ 18,735 ମହିଳା ଡିସେମ୍ବର 3 ସୁଦ୍ଧା ଓହରି ଯାଇଛନ୍ତି। ମହିଳାଙ୍କର ଏହିଭଳି ପଦକ୍ଷେପକୁ ପ୍ରଶଂସା କରାଯାଇଛି। ଯେଉଁ ହିତାଧିକାରୀମାନେ ଏହି ଯୋଜନାରେ ସୁବିଧା ନ ନେବା ପାଇଁ ଚାହୁଁନାହାନ୍ତି ସେମାନଙ୍କ ପାଇଁ ଅପ୍ଟ ଆଉଟ୍ କରିବା ବ୍ୟବସ୍ଥା ସୁଭଦ୍ରା ୱେବସାଇଟ୍ରେ ରହିଛି। ଏବେ ବି ଏହା ଚାଲୁଅଛି। ବଡ଼ କଥା ହେଉଛି ଯେଉଁ 18,000ରୁ ଅଧିକ ମହିଳା ଅପ୍ଟ ଆଉଟ୍ ହୋଇଛନ୍ତି ସେମାନେ ଏହି ୱେବସାଇଟ୍କୁ ଯାଇ ଓହରି ଯାଇଛନ୍ତି। ମହିଳାଙ୍କର ଏହିଭଳି ପଦକ୍ଷେପ ନୂଆ ଟ୍ରେଣ୍ଡ ସୃଷ୍ଟି କରିଛି ବୋଲି କୁହାଯାଇଛି। ଏସବୁ ଭିତରେ ଆସନ୍ତା ଡିସେମ୍ବର 25 ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବାକୁ କସରତ ଆରମ୍ଭ କରିଛନ୍ତି ସରକାର। ଏଥିପାଇଁ ନୂଆ ଆବେଦନକାରୀଙ୍କ ସମେତ ଆଦୌ ବିଧି ସହାୟତା ପାଇନଥିବା ଦରଖାସ୍ତକାରୀଙ୍କ ଆବେଦନ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି। ସୁଭଦ୍ରା ଯୋଜନାରେ ବାଦ୍ ପଡ଼ିଛନ୍ତି 18,735 ମହିଳା, ଯାହାକି ଅପ୍ଟ ଆଉଟ୍ ଅପସନ୍ ଉପରେ କ୍ଲିକ୍ କରି ସେମାନେ ବାଦ୍ ପଡ଼ିଛନ୍ତି। ବର୍ତ୍ତମାନ ସରକାର ସେହି ଅପସନ୍ଟିକୁ ହଟେଇ ଦେଇଛନ୍ତି। ଦେଖନ୍ତୁ, ଆମେ ବର୍ତ୍ତମାନ ଚେକ୍ କରିବା ଷ୍ଟାଟସ୍ଟି, ଯେମିତି ପୂର୍ବରୁ ଆପଣମାନଙ୍କୁ ଯେଉଁ ସବୁ ଅପସନ୍ ଆଉଥିଲା ଆପଣମାନେ ଜାଣିନାହାନ୍ତି ତା ଉପରେ କ୍ଲିକ୍ କରି ଯାହାକି ଏହି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ବର୍ତ୍ତମାନ ତାହା ଦେଖିବା ପାଇଁ ମିଳୁନି। ଚେକ୍ କରିବା ପାଇଁ ହେଲେ ପ୍ରଥମେ ଆପଣ ସୁଭଦ୍ରା ପୋର୍ଟାଲକୁ ଆସିଯିବେ। ଆସିଲା ପରେ ଦେଖନ୍ତୁ ରାଇଟ୍ ସାଇଡ୍ କର୍ଣ୍ଣରରେ ଅଛି ଆବେଦନ ସ୍ଥିତି। ଆବେଦନ ସ୍ଥିତି ଉପରେ କ୍ଲିକ୍ କରିବେ। ଆପଣଙ୍କ ସାମ୍ନାରେ ଏଇଭଳି ପେଜ୍ଟି ଓପନ୍ ହେଇଯିବ। ଏହି ପେଜ୍ରେ ଆପଣଙ୍କର ଆଧାର ନମ୍ବରଟି ଦେବେ। ତଳେ ଦେଖନ୍ତୁ ଛୋଟ ଚେକ୍ ମାର୍କ ବକ୍ସ ଅଛି, ତାପରେ କ୍ଲିକ୍ କରି ଲଗ୍ଇନ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ମାତ୍ରେ ଆପଣଙ୍କ ଆଧାର ସହିତ ରେଜିଷ୍ଟର ଥିବା ମୋବାଇଲ ନମ୍ବରକୁ ଓଟିପିଟି ଆସିବ। ସେଇ ଓଟିପିଟିକୁ ଏଠି ଏଣ୍ଟର କରିବେ। ଦେଖନ୍ତୁ ଓଟିପିଟି ଆସିସାରିଛି। ସେ ଓଟିପିଟିକୁ ଏଣ୍ଟର ଓଟିପି ବକ୍ସରେ ଏଣ୍ଟର କରିଦେବା। ଓଟିପିଟିକୁ ଏଣ୍ଟର କରିସାରିଲା ପରେ ଲଗ୍ଇନ୍ ଉପରେ କ୍ଲିକ୍ କଲେ ଦେଖନ୍ତୁ ଏଇଭଳି ପେଜ୍ଟି ଓପନ୍ ହେଇଯିବ। ଆପଣମାନେ ତ ଜାଣିଥିବେ ଆବେଦନ ସ୍ଥିତି ଆପଣ କିପରି ଚେକ୍ କରନ୍ତି। ଦେଖନ୍ତୁ ଆପଣଙ୍କର ନାମ, ଆପଣଙ୍କର ଆବେଦନ ବିବରଣୀ ସବୁ କିଛି ଦେଖିପାରିବେ। ଏହି ପେଜ୍କୁ ସ୍କ୍ରଲ୍ ଡାଉନ୍ କରିବେ। କଲା ପରେ ଦେଖନ୍ତୁ ଆପଣଙ୍କର ଯାହା କିଛି ସ୍ଥିତି ଅଛି ଦେଖିପାରିବେ। ଇ-କେୱାଇସି ସ୍ଥିତି, ଇ-କେୱାଇସି ପ୍ରକାର, ସ୍ୱୀକୃତି ସ୍ଥିତି, ପେମେଣ୍ଟ ସ୍ଥିତି। ଯେଉଁମାନଙ୍କୁ ମିଳିନି ତାହା ଅଣ୍ଡର ପ୍ରୋସେସ୍ରେ ଥିବ, ଯାହାକି ଡିସେମ୍ବର 25ରେ ମିଳିବ। ଯେଉଁ ଅପସନ୍ଟି ପୂର୍ବରୁ ଆସୁଥିଲା ଦେଖନ୍ତୁ ଷ୍ଟାଟସ୍ଟି ଯେତେବେଳେ ଚେକ୍ କରାଯାଉଥିଲା ଏହା ତଳେ ଦେଖିବା ପାଇଁ ଆପଣମାନଙ୍କୁ ମିଳୁଥିଲା ଏଇଭଳି ଅପସନ୍, ଯାହା ବର୍ତ୍ତମାନ ଦେଖିବା ପାଇଁ ମିଳୁନାହିଁ। ଦେଖନ୍ତୁ କେବଳ ଆପଣଙ୍କର ଷ୍ଟାଟସ୍ଟି ଚେକ୍ କରିବେ। ପୂର୍ବରୁ ଯେମିତି ଚେକ୍ କରୁଥିଲେ ସେଇଭଳି ଭାବେ ଆପଣଙ୍କର ଷ୍ଟାଟସ୍ଟି ଚେକ୍ କରିବେ। ଯେଉଁମାନେ ପାଇସାରିଛନ୍ତି ସେମାନଙ୍କର ଷ୍ଟାଟସ୍ ସେମାନେ ଦେଖିପାରିବେ, ଯେଉଁମାନଙ୍କୁ ମିଳିନି ସେମାନେ ମଧ୍ୟ ଦେଖିପାରିବେ।
ପୂର୍ବରୁ ଯେଉଁ ଅପସନ୍ଟି ଆସୁଥିଲା ଅପ୍ଟ ଆଉଟ୍ ଅପସନ୍ଟି ବର୍ତ୍ତମାନ ଆପଣମାନଙ୍କୁ ଦେଖିବା ପାଇଁ ମିଳିବ ନାହିଁ। ଏ ଅପସନ୍ଟି କ'ଣ ପାଇଁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିଲା ତାହା ବର୍ତ୍ତମାନ ଆମେ ବି ବୁଝିପାରୁନୁ। ହିତାଧିକାରୀମାନେ ନ ଜାଣିକି ଯାହାକି 18,735 ହିତାଧିକାରୀ ବାଦ୍ ପଡ଼ିଛନ୍ତି। ସରକାର ତାଙ୍କ ପ୍ରତି କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ସେମାନେ କିପରି ସାମିଲ ହୋଇପାରିବେ ସୁଭଦ୍ରା ଯୋଜନାରେ, ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ତ ମିଳିପାରିବ ନାହିଁ ଟଙ୍କା, କିନ୍ତୁ ଯେଉଁ ସେମାନେ କିପରି ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ ଯେହେତୁ ନ ଜାଣିକିରି ଏହି ଅପସନ୍ ଉପରେ କ୍ଲିକ୍ କରିକିରି ସେମାନେ ବାଦ୍ ପଡ଼ିଛନ୍ତି। ସରକାର ଏଇଭଳି ପଦକ୍ଷେପ ନେଇଥିବାରୁ ବହୁତ ଦୁଃଖଦାୟକ। ଯେଉଁମାନେ ଯୋଗ୍ୟ ହିତାଧିକାରୀ ହୋଇ ମଧ୍ୟ ସେମାନେ ବାଦ୍ ପଡ଼ିଛନ୍ତି, କିନ୍ତୁ ବର୍ତ୍ତମାନ ଯୋଗ୍ୟ ହିତାଧିକାରୀ ହୋଇ ମଧ୍ୟ ସୁଭଦ୍ରାରୁ ଆପଣମାନେ ହଟି ଯାଇଛନ୍ତି, କିପରି ସାମିଲ ହୋଇପାରିବେ? ସରକାର ଆଗକୁ କ'ଣ ପଦକ୍ଷେପ ନେଉଛନ୍ତି? ଯେଉଁ ମହିଳାମାନେ ସୁଭଦ୍ରା ଯୋଜନାରେ ବାଦ୍ ପଡ଼ିଛନ୍ତି ଯୋଗ୍ୟ ହିତାଧିକାରୀ ହୋଇ ମଧ୍ୟ ସେମାନେ କିପରି ସାମିଲ ହୋଇପାରିବେ? ଭୁଲବଶତଃ କାରଣରୁ ସେମାନେ ଯାହାକି ଏହି ଅପସନ୍ ଉପରେ କ୍ଲିକ୍ କରିକିରି ନିଜେ ବାହାରି ଯାଇଛନ୍ତି ସୁଭଦ୍ରା ଯୋଜନାରୁ, ଯାହାକି ବାଦ୍ ପଡ଼ିଛନ୍ତି, ସେମାନେ କିପରି ପୁନର୍ବାର ସୁଭଦ୍ରାରେ ସାମିଲ ହୋଇପାରିବେ? ସରକାରଙ୍କର ଆଗକୁ କ'ଣ ପଦକ୍ଷେପ ନିଆଯାଉଛି ଆପଣମାନଙ୍କୁ ଆମେ ନିହାତି ଜଣାଇବୁ। ଏ ଅପଡେଟ୍ ଆସିଲେ ଆପଣମାନେ ନିହାତି ଜାଣିପାରିବେ। ଆପଣମାନଙ୍କୁ ଏହି ଇନଫର୍ମେସନ୍ଟି ଯଦି ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।